ହ୍ୟାଲୋ ଗାଇ ଜୟ ଜଗନ୍ନାଥ। ସବୁ ହେଇଛି ପୁରା ହଳଦିଆ ହଳଦିଆ ଆଗେ ଦେଖନ୍ତୁ ମହାପ୍ରଭୁ ବି ବସିଛନ୍ତି ଏଠି ଅଛି ବି ତାଙ୍କର ମୂର୍ତ୍ତି ରଙ୍ଗୀନ ରଙ୍ଗୀନ ଦେଖାଯାଉଛି ସବୁ ପରିବେଶ ପୁରା ସୁନ୍ଦର ଏଠି ବସିଛନ୍ତି କେମିତି ଗଛରେ ସୁନ୍ଦର ଭାବରେ ହେଇଛି। ହ୍ୟାଲୋ ଗାଇ ଜୟ ଜଗନ୍ନାଥ। ଆଜି ଫାଇନାଲି ଆମ ଘର ପାଖରେ ଥିବା ବାବା ମହାବୀର ମନ୍ଦିରକୁ ମୁଁ ଆଜି ଫାଇନାଲି ଯାଉଅଛି ଗାଡି ନେଇକି। ଆପଣମାନଙ୍କ ସାଙ୍ଗରେ ସମ୍ପୂର୍ଣ୍ଣ ଭିଡିଓଟି ସେୟାର କରିବି। ସମ୍ପୂର୍ଣ୍ଣ ମଠକୁ ସମ୍ପୂର୍ଣ୍ଣ ଭାବରେ ଆପଣମାନଙ୍କ ସାଙ୍ଗରେ ସେୟାର କରିବି। ଆସନ୍ତୁ ଭିଡିଓଟି ଶେଷ ଯାଏଁ ନିଶ୍ଚୟ ଦେଖିବେ। ଦେଖନ୍ତୁ ଏଇଟା ହେଉଛି ଯିବା ବାଟ ସବୁ ନଈ ବନ୍ଧ ଦେଇକି ଯିବାକୁ ପଡେ ମଠକୁ। ଏବେ ନୂଆ କମ୍ପାନୀ ରୋଡଟା କରିଅଛି। ଦେଖନ୍ତୁ ଆମ ଘର ପାଖରେ ବହୁତ କମ ବାଟ ନିହାତି 1 କିଲୋମିଟର 2 କିଲୋମିଟର ପାଖାପାଖି ହବ ବାଟଟି। ଦେଖନ୍ତୁ ସବୁ ଚାରିପଟେ ନଈ ଦେଖନ୍ତୁ। ଏପଟେ ରୋଡ ଗୋଟେ ହେଇଛି ଭଲ ରୋଡଟା ହେଇଛି ଯିବା ପାଇଁ। ଫାଇନାଲି ମୁଁ ଆସି ଘର ଆଉ ମନ୍ଦିର ମିଡିଲ ପୋଜିସନରେ ପହଞ୍ଚି ଯାଇଛି। ଗୋଟେ ଜାଗାରେ ରହିଲି କଣ ପାଇଁ ଆପଣମାନଙ୍କ ସାଙ୍ଗରେ ଗୋଟେ ଜିନିଷ ସେୟାର କରିବି। ଦେଖନ୍ତୁ କେତେ ପରିମାଣରେ ଏଠି ବର୍ଜ୍ୟ ହେଇଛି ଲୋକ ସବୁ ବର୍ଜ୍ୟ କରିଛନ୍ତି ଦେଖନ୍ତୁ। ପୁରା ଶୋକାକୋଳ ପରିବେଶ ଏପଟେ ଏରିଆରେ କେହି ବି ଲୋକ ରହୁନାହାନ୍ତି। ପୁରା ଗୋଟେ ଦିଟା ନର୍ମାଲ ଘର ଖାଲି ଗୋଟେ ଦିଟା ହେଇଛି। ଆକାଶ ପୁରା ନାଲି ନାଲି ରଙ୍ଗୀନ ହେଇକି ଦେଖା ହାଉଛି ଦେଖନ୍ତୁ। ସମୟ ବି ପୁରା ଅନ୍ଧାର ହେଇ ଆସିଲାନି ଟିକେ ଟିକେ ଦେଖା ହଉଛି ଯାହା ବହୁତ କିଛି ଦେଖା ହଉଛି ଦେଖନ୍ତୁ କେମିତି ବର୍ଜ୍ୟ ସବୁ ଲୋକ କରିଛନ୍ତି। ରୋଡ ପଡିଛି ଗୋଟେ ରୋଡ ଲାଇନ ବି ଯାଇଛି ଦେଖନ୍ତୁ। ପୁରା ଗୋଟେ ରୋଡ ଖାଲି ବାଲି ଜାଗା ବହୁତ ଥଣ୍ଡା ଏପଟେ ବହୁତ ଥଣ୍ଡା ଏରିଆ। ଲୋକ ସବୁ ଏପଟେ ବି ଲୋକ ବର୍ଜ୍ୟ ହେଇଛି ଏପଟେ ସବୁ। ଫାଇନାଲି ମୁଁ ଆସି ଆଉ ଗୋଟେ ଜାଗାରେ ରହିଲି ଦେଖନ୍ତୁ। ଏଇଟା ହଉଛି ଯୋଉ କହନ୍ତି ଚାଇନା ଆଉ ପାକିସ୍ତାନ ବର୍ଡର ଯୋଉ କି ଇଣ୍ଡିଆ ପାକିସ୍ତାନ ବର୍ଡର କେମିତି ଦେଖନ୍ତୁ। ଏଇଟା ସବୁ ଜିନ୍ଦଲର ଗେଟ୍ ହେଇଛି ଜେଏସଡବ୍ଲ୍ୟୁ ର ଗେଟ୍ ସବୁ ହେଇଛି ଦେଖନ୍ତୁ। ସେପଟେ ସବୁ ଜେଏସଡବ୍ଲ୍ୟୁ ର ଗେଟ୍ ସବୁ ଯାଇଛନ୍ତି। ଏପଟେ ବି ଗୋଟେ ଗେଟ୍ ହେଇଛି। ପୁରା ଆକାଶ ପୁରା ଏପଟେ ବି ବହୁତ ସୁନ୍ଦର ଦେଖାଯାଉଛି। ସେପଟେ ବି ଦେଖେଇଥିଲେ ଦେଖନ୍ତୁ ପୁରା ରଙ୍ଗୀନ ରଙ୍ଗୀନ ହେଇଛି। ସବୁ ଜେଏସଡବ୍ଲ୍ୟୁ ର ଗେଟ୍ ହେଇଛି ବହୁତ ଦୂର ସେପଟେ। ସେପଟେ ବି ଦେଖନ୍ତୁ ସେପଟେ ଗୋଟେ ଗେଟ୍ ହେଇଛି। ଏପଟେ ଆଉ ଏଣ୍ଟ୍ରି ନାହିଁ ଖାଲି ମନ୍ଦିର ଟା ଅଛି ବୋଲି ଏପଟେ ଏଣ୍ଟ୍ରି ହବାକୁ ଦିଆଯାଇଛି ତାଙ୍କୁ ଲୋକମାନଙ୍କୁ। ମନ୍ଦିର ନଥିଲେ ଏପଟେ ବି ଲୋକ ଯିବା ଆସିବା ବି କରିପାରିନଥାନ୍ତେ। ଗେଟ୍ ବି କରିଦେଇଥାନ୍ତା ଦେଖନ୍ତୁ। ଏତିକି ଖାଲି ମନ୍ଦିର ପାଇଁ ଫାଙ୍କା ଅଛି। ଫାଇନାଲି ଆମର ଅପେକ୍ଷାର ଅନ୍ତ ଘଟିଲା। ଆମେ ଆସି ମନ୍ଦିର ପାଖରେ ପହଞ୍ଚି ଗଲୁ। ଦେଖନ୍ତୁ ମନ୍ଦିରର ଗେଟ୍ ସବୁ ହେଇଛି ପୁରା ହଳଦିଆ ହଳଦିଆ ନୂତନ କଲର ହେଇଛି ଦେଖନ୍ତୁ। ଏବେ ଆମେ ଯିବା ମନ୍ଦିର ଭିତରକୁ ଆପଣମାନଙ୍କ ସାଙ୍ଗରେ ସମ୍ପୂର୍ଣ୍ଣ ସେୟାର କରିବି। ଦେଖନ୍ତୁ ଏଠି ଫାଷ୍ଟ ଗୋଟେ ନୂଆ ଛୋଟ ମନ୍ଦିରଟି ମହାବୀରଙ୍କର ଛୋଟ ମୂର୍ତ୍ତି ଗୋଟେ ହେଇଛି ଗେଟ୍ କୁ ଲାଗି ଦେଖନ୍ତୁ। ଯିବା ଏବେ ଆମେ ମନ୍ଦିରକୁ ଦେଖିବା ମନ୍ଦିରରେ ପରିସର ଦେଖନ୍ତୁ। ଗଛ ସବୁ ଲାଗିଛି ବହୁତ ଭଲ ଗଛ ସବୁ ସାଇଜ କରି ଲାଗିଛି। ସେତେବେଳେ ବହୁତ ଦିନର ଗଛ ହେଇ ଜଣା ପଡୁଛି। ଏପଟେ ସବୁ କିଆ ବୁଦା ହେଇଛି। ଏ ହଉଛି ମନ୍ଦିରର ଏଣ୍ଟ୍ରି କରିବା ବାଟ। ସବୁ ଏଣ୍ଟ୍ରି କରିବା ଏଇ ବାଟ ଦେଖନ୍ତୁ। ରାତି ହେଇଗଲାଣି ତଥାପି ବହୁତ କିଛି ବି ଦେଖା ଯାଉଛି। ଏଠି ସବୁ ଭୋଗ ଦୋକାନ ଲେଖା ହେଇଛି। ମହାବୀର ଆଶ୍ରମ ବେଢା ଭିତରେ ଭୋଗ ଦୋକାନ ବି ଅଛି। ଗୋଟେ ଭୋଗ ଦୋକାନ ଅଛି ଦେଖନ୍ତୁ। ଦେଖନ୍ତୁ ପ୍ରଭୁ କେମିତି ବସିଛନ୍ତି। ମୂର୍ତ୍ତି ହେଇଛି ଛୋଟ ମୂର୍ତ୍ତିଟିଏ ହେଇଛି। ସୁନ୍ଦର ଭାବରେ ପାଖରେ ବି ଗଣେଶ ଠାକୁର ଅଛନ୍ତି। ଇଏ ମହାବୀର ମନ୍ଦିରର ଭିଉ ଆପଣ ମାନଙ୍କ ସାଙ୍ଗରେ ସମ୍ପୂର୍ଣ୍ଣ ସେୟାର କରିକି କହିଥିଲି ଦେଖନ୍ତୁ ଆଗେ। ଦେଖନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି କେତେ ସୁନ୍ଦର ଭାବରେ ସଜା ହେଇକି ମହାପ୍ରଭୁଙ୍କ ମୂର୍ତ୍ତି ବି ଏପଟେ ଅଛି ଦେଖନ୍ତୁ। ଏଇଟା ହଉଛି ମହାବୀର କି ମନ୍ଦିର ଏପଟେ ରହିଲା। ସେ ମନ୍ଦିରଟି ହଉଛି ମହାବୀରଙ୍କର ମନ୍ଦିର। ଏପଟେ ଯେମିତି ଫାଙ୍କା ଅଛି। ଏପଟେ ହଉଛି ମହାପ୍ରଭୁ ଜଗନ୍ନାଥଙ୍କର ମୂର୍ତ୍ତି ଗୋଟେ ତିଆରି ହେଇଛି। ଉପରେ ବି ବହୁତ ଦେବାଦେବୀଙ୍କର ଫଟୋ ସବୁ ଲଗାଯାଇଛି ଦେଖନ୍ତୁ। ତାର ଆଗକୁ ହଉଛି ରାମ ଲକ୍ଷ୍ମଣ ସୀତାଙ୍କର ବି ମୂର୍ତ୍ତି ହେଇଛି ଦେଖନ୍ତୁ। ରାମ ଲକ୍ଷ୍ମଣ ସୀତା ବି ବସିଛନ୍ତି ଏଠି ଅଛି ବି ତାଙ୍କର ମୂର୍ତ୍ତି ହେଇଛି। ସେଥିପାଇଁ କୃଷ୍ଣ ରାଧାକୃଷ୍ଣଙ୍କର ମୂର୍ତ୍ତି ବି ଛୋଟଟି ହେଇଛି ଦେଖନ୍ତୁ। ସବୁ ଲାଇଟ ଲାଗିଛି ବହୁତ ଭଲ ଭାବରେ ସୁନ୍ଦର ହେଇଛି ଦେଖନ୍ତୁ। ଦେଖନ୍ତୁ ଗଛରେ ସବୁ ଲୋକମାନେ କେମିତି ମାନେ ମାନସିକ କରିକି ସବୁ କେତେ ବାନ୍ଧିଛନ୍ତି ସବୁ ଶଙ୍ଖା ଦେଖନ୍ତୁ। ସବୁ ଗଛ କେମିତି ରଙ୍ଗୀନ ଦେଖା ହାଉଛି ପୁରା। ରଙ୍ଗୀନ ରଙ୍ଗୀନ ଦେଖା ହାଉଛି ସବୁ ପରିବେଶ ପୁରା ସୁନ୍ଦର ପୁରା ଶୋକାକୁଳ ପରିବେଶ। ପାଟି ତୁଣ୍ଡ ନାହିଁ। ଆପଣ ମାନେ ଯଦି ମନ୍ଦିରକୁ ଆସିବେ ପୁରା ମନ୍ଦିର ଏଭଳି ଶାନ୍ତି ଜାଗା ଯେ ଆପଣଙ୍କ ମନ ପୁରା ତରଳ ଯିବ। ଆପଣ ଯେତେ ରାଗ କଷ୍ଟରେ ଦୁଃଖରେ ଥାଆନ୍ତୁ ପଛେ ମନ୍ଦିରକୁ ଯଦି ଆସି ଗୋଟେ ସମୟ ଏଠି ମନ୍ଦିରରେ କିଛି ସମୟ ବିତାଇବେ ତାହେଲେ ଆପଣ ମାନଙ୍କ ମନ ପୁରା ଶାନ୍ତି ହେଇଯିବ। ଦେଖନ୍ତୁ ଏ ପ୍ରଭୁ ଜଗନ୍ନାଥ ଏଠି ହିଁ ବସିଛନ୍ତି କେମିତି ଗଛରେ। ତାଙ୍କୁ ଅଙ୍କା ଯାଇଛି କେତେ ସୁନ୍ଦର ଭାବରେ ଦେଖନ୍ତୁ। ଦେଖନ୍ତୁ ଏଠି ବାବା ବସିକିରି ପ୍ରବଚନ ଦିଅନ୍ତି।
ଏଠି ବାବା ବସିକିରି ଆଗରୁ ଗୋଟେ ଚାଳ ଘର ଥିଲା ତାକୁ ଭାଙ୍ଗିକିରି ଏବେ କୋଠା ଘର କରିଦେଇଛନ୍ତି। ଏଇଟା ହଉଛି ମନ୍ଦିରର ଗ୍ରାଉଣ୍ଡ। ଦେଖନ୍ତୁ କିନ୍ତୁ ଗଛ ହେଇକି କେମିତି ଖରାବେଳେ ପୁରା ସୁନ୍ଦର ଭାବରେ ଛାଇ ହୋଇଥାଏ ଏଠି। ଆପଣମାନେ ମୁଁ କହିଥିଲି ବି ଭିଡ଼ିଓରେ ଯେ ଆପଣମାନେ ଯଦି ଏଠିକି ଆସିବେ ଏଭଳି ଶାନ୍ତି ଜାଗା ଯେ ଆପଣମାନେ ସଂସାରରେ ଯେତେ ବି ଆପଣ ଟଙ୍କା ପଇସା ଥିଲେ ବି ଏମିତିଆ ଶାନ୍ତି ଆପଣମାନଙ୍କୁ ମିଳିବନି। ଦେଖନ୍ତୁ ପୁରା ଗଛ ହେଇକି ସୁନ୍ଦର ଭାବରେ ହେଇଛି। ଆଉ ଗୋଟେ ଗଡ଼ିଆ ଅଛି ସେଠି ଏବେ ଗଡ଼ିଆ ପାଖକୁ ଯିବା ଦେଖିବା ଗଡ଼ିଆରେ ସବୁ ମାଛ ଥିଲେ ବି ମାଛର ଯେତେବେଳେ ଆସିଥିଲି ଅଛନ୍ତି କି ନାହିଁ। ଏସବୁ ଝାଉଁ ଗଛ ଯୋଉ କମ୍ପାନୀ ନେଇଛି ସେ ଜାଗା ସବୁ ନେଇଛି ସେଠି ଝାଉଁ ଗଛ ଥିଲା ତାକୁ ସବୁ କାଟିକି ମନ୍ଦିରକୁ ଆସିଛି ଦାନ କରିଛନ୍ତି ମନ୍ଦିରକୁ କମ୍ପାନୀ ଯେ ଜଳା ହବ ବୋଲି ରୋଷେଇ ହେଇଯିବ ଏବେ ହଏ କାର୍ତ୍ତିକ ମାସରେ ଡଙ୍ଗା ଭସା ହେଇଥିଲା। ଦେଖନ୍ତୁ ଡଙ୍ଗା ଏବେ ଭାସୁଛି। ମନ୍ଦିରର ଚତୁଃପାର୍ଶ୍ଵ ସବୁ ମୁଁ ବୁଲିବି ଆପଣମାନଙ୍କ ସାଙ୍ଗରେ ସମ୍ପୂର୍ଣ୍ଣ କହିଥିଲି ଭିଡ଼ିଓଟି ସେୟାର କରିବି। ଦେଖନ୍ତୁ ଏଠି ସବୁ ଛୋଟ ଛୋଟ ବୋଧେ ବାବା ବୋଧେ ବାବାଙ୍କର ମୃତ୍ୟୁ ପରେ ଏଇଠି ସବୁ ତାଙ୍କର ଟିକେ ସମାଧି ଦିଆ ହେଇଛି ବୋଧେ ମୁଁ ଭାବୁଛି। ମୁଁ ତ ବହୁତ ଜାଣିନି ମନ୍ଦିର ବିଷୟରେ ଯାହା ବି ଜାଣିଛି ଯେ ବାବାଙ୍କର ବୋଧେ ଯାହା ସମାଧି ଜାଣି ହଉଛି ବାବା ବୋଧେ ମଲା ପରେ ଯୋଉ ସମାଧି ଦିଆ ହେଇ ଦେଖନ୍ତୁ ଏଠି ଦିଟି ସମାଧି ଦିଆ ହେଇଛି ବାବାଙ୍କର। ଏଠି ସବୁ ଜିନ୍ଦଲ ସବୁ ଗେଟ୍ କରିଛି ଦେଖନ୍ତୁ ଏ ଗେଟ୍ ଟି ହଉଛି ଜିନ୍ଦଲ। ତ ବହୁତ ବଡ଼ ବଡ଼ ଗଛ ଅଛି ବହୁତ ନଡ଼ିଆ ଗଛ ସବୁ ବହୁତ ଗଛ ଅଛି ଯେମିତି ପୁରା ମନ୍ଦିରକୁ ପୁରା ଛାଇ କଲା ଭଳିଆ ସବୁ ମହାପ୍ରଭୁଙ୍କର ଦୟାରୁ ପୁରା ଗଛ ଗୁରା ପୁରା ଏଭଳି ଅଛି ଯେମିତି ଗୋଟେ ଖରା ଟିକେ ପଡ଼ିବନି ମଠକୁ। ଆଉ ଗୋଟେ ମଠର ଯେତିକି ମୁଁ ବି ରହସ୍ୟ ଜାଣିଛି ଯେ ଯଦି ଆପଣଙ୍କ ଘରେ ଯଦି ଗଛ ଗୋଟେ ଥବ ତାର ଛାଇ ହେଇଥିଲେ ସେ ଗଛରେ କେବେ ବି କିଛି ଫଳ ହବ ନାହିଁ କିନ୍ତୁ ଏଇଠି ଏଭଳି କଥା ଯେ ଏବଂ ଛାଇ ହେଲେ ବି ଏଇଠି ଫଳ ହବ। ଏଠି ଗୋଟେ କି ଗଛ ଏ ଗଛ ବୋଧେ ଓସ୍ତ ଗଛ ଗୋଟେ ଅଛି। ଦିଟି ଘୋଡ଼ା ଏଠି ବି ରଖିଛନ୍ତି ବହୁତ ସୁନ୍ଦର ଭାବରେ ସଜା ଯାଇଛି ମଠକୁ। ଏଠି ନୂତନ ଗଛ ସବୁ ଲଗା ଯାଇଛି। ଦେଖନ୍ତୁ ଏଠି ବି ଗୋଟେ ରାମ ଲକ୍ଷ୍ମଣ ଆଉ ସୀତାଙ୍କର ମୂର୍ତ୍ତି ହେଇଛି ସେଠି ବି ହନୁମାନଙ୍କର ବି ମୂର୍ତ୍ତି ହେଇଛି। ଏଇଟା ପୁରୁଣା ଆଗରୁ ଥିଲା ଏଇ ଘରଟି ଦେଖନ୍ତୁ ବହୁତ ଦେବାଦେବୀଙ୍କର ବହୁତ ହନୁମାନଙ୍କ ମୂର୍ତ୍ତି ହେଇଛି ବହୁତ ବହୁତ ଆଗରୁ ଏ ମନ୍ଦିର ଟା ଏଇ ଘରଟି ଆଗରୁ ବହୁତ ପୁରୁଣାରେ ଥିଲା ତାପରେ ସେଠି ନୂଆ କରାଯାଇକି ଜଗନ୍ନାଥ କାନ୍ଥରେ ବହୁତ ବି ଚିତ୍ର ବିଚିତ୍ର ଅଙ୍କା ଦେଇଛି ଭଲ ଚିତ୍ର ପୁରା ଚିତ୍ରକାର ଯୋଉ କରିଛି ବହୁତ ସୁନ୍ଦର ଭାବରେ କରିଛି ଦେଖନ୍ତୁ। ଏଇ ବାଟେ ହଉଛି ମନ୍ଦିରକୁ ଯିବା ବାଟେ ହଉଛି ମନ୍ଦିର। ବି ରାମ ଲକ୍ଷ୍ମଣ ସୀତାଙ୍କର ବି ମୂର୍ତ୍ତି ହେଇଛି। ଇଏ ହଉଛି ଚଉରା ଗୋଟେ ଅଛି ପାଖରେ। ଦେଖନ୍ତୁ ମନ୍ଦିରର ଭିଉ ମନ୍ଦିର କେତେ ସୁନ୍ଦର ଭାବରେ ହେଇଛି। ଏଟେ ସବୁ ଚନ୍ଦନ ଲୋକ ଲଗାନ୍ତି। ଫାଇନାଲି ସନ୍ଧ୍ୟା ହେଇଗଲାଣି ମୁଁ ଯାହା ଭିଡ଼ିଓ ତ ଯାହା କଲି ଏବେ ଘରକୁ ଫେରି ଯାଉଛି। ଆପଣମାନେ ଭିଡ଼ିଓଟି ନିଶ୍ଚୟ ଗୋଟେ ଲାଇକ୍ ସବସ୍କ୍ରାଇବ୍ ଗୋଟେ କମେଣ୍ଟ ନିଶ୍ଚୟ କରିବେ। ସବସ୍କ୍ରାଇବ୍ ନିହାତି ଗୋଟେ ଗୋଟେ କରିବେ ସବସ୍କ୍ରାଇବ୍ କାହାକୁ କେବେ ପଇସା ପଡ଼େ ନାହିଁ କିନ୍ତୁ ଲୋକମାନେ ଏମିତି ଅଛନ୍ତି ଯେ ପରର ମଙ୍ଗଳ କେବେ ଚାହୁଁନାହାନ୍ତି ହଉ ଏତିକି କହି ମୁଁ ଭିଡ଼ିଓଟି ଶେଷ କରନ୍ତୁ ଜୟ ଜଗନ୍ନାଥ।